ଆରେ ଆଜି କେତେ ଗରମ ହେଉଛି, ଥଣ୍ଡା ପାଣି ପିଇବାକୁ ଭାରି ଇଚ୍ଛା ହେଲାଣି। ଯାଏ ନଦୀରୁ ଥଣ୍ଡା ପାଣି ନେଇ ଆସେ। ଏମିତି କହି ଚଢ଼େଇ କଳସି ଧରି ନଦୀକୁ ଯାଉଥିଲା। ହଠାତ୍ ସେ ଝୁଣ୍ଟି ହେଇ ତଳେ ପଡ଼ିଗଲା, ଆଉ ତାର କଳସି ଭାଙ୍ଗିଗଲା। କଣ ସର୍ବନାଶ ହେଇଗଲା! ମୋ ପାଖରେ ଗୋଟିଏ ମାତ୍ର କଳସି ଥିଲା, ଆଜି ତା ବି ଭାଙ୍ଗିଗଲା। ଏବେ ମୁଁ କଣ କରିବି? କେମିତି ପାଣି ନେଇ ଘରକୁ ଯିବି? ଓହୋ, କିଏ ସକାଳୁ ସକାଳୁ ଆସି ଏଠି ଏମିତି ପାଟି କରୁଛି? ଏମିତି ଚିତ୍କାର କରୁଛି ଯେ ତା ପାଟି ଶୁଣି ମୋ ନିଦ ଭାଙ୍ଗିଗଲା। ତୁ ଏମିତି କାହିଁକି କହୁଛୁ ଆମ୍ବ ଗଛ? ତୁ କଣ ଦେଖୁନୁ, ସେ ଚଢ଼େଇର ଗୋଟିଏ ମାତ୍ର କଳସି ଥିଲା, ଆଜି ତା କଳସି ଭାଙ୍ଗିଗଲା। ଏବେ ଆମେ ତାକୁ ସାହାଯ୍ୟ କରିବା ଉଚିତ। ଯିଏ ମୋ ନିଦ ଭାଙ୍ଗିଦେଲା, ମୁଁ ତାକୁ ସାହାଯ୍ୟ କରିବାକୁ ଯିବି? ଜମା ନୁହଁ, ମୁଁ ତାକୁ ସାହାଯ୍ୟ କରିବିନି। ଆରେ ଚଢ଼େଇ, ତୁ କୁଆଡ଼େ ଯାଉଛୁ? ତ କଳସି ନେବୁନି କି? ସେଓ ଗଛର କଥା ଶୁଣି ଚଢ଼େଇ ଅଟକିଗଲା। ସେ ପଛକୁ ବୁଲି ତା କଳସିକୁ ଦେଖିଲା। ଆରେ ଏଇଟା ତ ମୋ କଳସି, ହେଲେ ମୋ କଳସି ଭାଙ୍ଗି ଯାଇଥିଲା, ସେ ଠିକ ହେଲା କେମିତି? ଚଢ଼େଇ, ମୁଁ ତ କଳସିକୁ ଠିକ କରିଦେଇଛି, ଏବେ ତୁ କଳସିରେ ପାଣି ନେଇ ପାରିବୁ। ହେଲେ ସେଓ ଗଛ, ତୁମେ ଗୋଟେ ଗଛ ହେଇ ଏମିତି ଅସମ୍ଭବ କାମ କେମିତି କରିପାରିଲ? ମୁଁ ଆଉ ମୋ ଆମ୍ବ ଗଛ ଦୁଇ ଜଣ ଯାଦୁର ଗଛ। ଦିନେ ଜଣେ ପରି ଆମଠୁ ଫଳ ଖାଇ ଖୁସି ହେଇ ଆମକୁ ଏ ଯାଦୁ ଶକ୍ତି ଦେଇଥିଲେ। ଆଚ୍ଛା, ତାହେଲେ ତୁମେ ଯାଦୁର ଗଛ? ତୁମକୁ ଅନେକ ଅନେକ ଧନ୍ୟବାଦ ଯାଦୁର ସେଓ ଗଛ। ତୁମେ ଆଜି ମୋର ବହୁତ ବଡ଼ ଉପକାର କଲ। ମୁଁ ତୁମର এই ଉପକାର କେବେ ବି ଭୁଲିବିନି। ଆଜିଠୁ ତୁମେ ମୋର ସାଙ୍ଗ। ମୁଁ ପ୍ରତିଦିନ କଳସିରେ ପାଣି ଆଣି ତୁମ ଗଛ ମୂଳରେ ଢାଳିବି। ଏମିତି କହି ଚଢ଼େଇ କଳସି ନେଇ ସେଠାରୁ ଚାଲିଗଲା। ଚଢ଼େଇ ଆଉ ସେଓ ଗଛର ସାଙ୍ଗ ହେବା ଦେଖି ତ ଆମ୍ବ ଗଛ ଅନେକ ରାଗିଗଲା। ସେଓ ଗଛ ଚଢ଼େଇର ସାମାନ୍ୟ ଉପକାର କରି ତାର ସାଙ୍ଗ ହେଇଗଲା। ଚଢ଼େଇ ତାକୁ ପ୍ରତିଦିନ ଥଣ୍ଡା ପାଣି ପିଇବାକୁ ଦେବ। ମୋ ପାଖରେ ବି ଯାଦୁ ଶକ୍ତି ଅଛି, ମୁଁ ବି ଗୋଟେ ଚଢ଼େଇକୁ ସାହାଯ୍ୟ କରି ତାଠୁ ଥଣ୍ଡା ପାଣି ପିଇବି। ଏମିତି ସେ ଦିନ ବିତିଗଲା। ପରଦିନ ସକାଳେ ଖୁବ୍ ଜୋରରେ ବର୍ଷା ହେଲା। ସେହି ସମୟରେ ଗୋଟେ କାଉ ଛତା ଧରି ଆଗକୁ ଯାଉଥିଲା। ଜୋରେ ପବନ ବହିବା ଯୋଗୁଁ ଛତାଟି ଉଡ଼ିଗଲା। ଆରେ ଆରେ, ମୋ ନୂଆ ଛତାଟି ଉଡ଼ିଗଲା। କିଛି ଦିନ ହେବ ମୁଁ ଏ ଛତାଟି କିଣିଥିଲି, ଏବେ ମତେ ବର୍ଷାରେ ଭିଜି ଭିଜି ଘରକୁ ଯିବାକୁ ପଡ଼ିବ। ଆରେ ଏଇ ତ ଗୋଟେ ପକ୍ଷୀ ମିଳିଗଲା ସାହାଯ୍ୟ କରିବା ପାଇଁ। ଆରେ ପକ୍ଷୀ, ତୁ ମନ ଦୁଃଖ କରନି, ମୁଁ ତତେ ଗୋଟେ ନୂଆ ଛତା ଦେବି। ଏଇ ନେ। ଏବେ ତତେ ଆଉ ବର୍ଷାରେ ଭିଜିବାକୁ ପଡ଼ିବନି। ଆରେ ଆମ୍ବ ଗଛ, ତୁମେ କଥା କହୁଛ? ତୁମ ପାଖରେ ନିଶ୍ଚୟ ଯାଦୁ ଶକ୍ତି ଅଛି, ନହେଲେ କେମିତି ମତେ ଛତା ଦେଇଥାନ୍ତ? ହଁ, ମୁଁ ଗୋଟେ ଯାଦୁର ଗଛ। ମୁଁ ତୋର ସାଙ୍ଗ ହେବାକୁ ଚାହୁଁଛି। ସାଙ୍ଗ କାଉ, ତୁ ଯଦି ମୋର ପ୍ରତିଦିନ ଯତ୍ନ ନେବୁ, ମୁଁ ତତେ ଆହୁରି କିଛି ବଡ଼ ଉପହାର ଦେବି। ହଁ ସତରେ? ଆଚ୍ଛା ଠିକ ଅଛି ଯାଦୁର ଆମ୍ବ ଗଛ, ମୁଁ ପ୍ରତିଦିନ ତୁମ ପାଖକୁ ଆସିବି, ଆଉ ତୁମର ଯତ୍ନ ନେବି। ଏମିତି କହି କାଉ ଛତା ନେଇ ସେଠାରୁ ଚାଲିଗଲା। କିଛି ସମୟ ପରେ ବର୍ଷା ଛାଡ଼ିଗଲା। କାଉ ଆଉ ଚଢ଼େଇ ପ୍ରତିଦିନ ଆମ୍ବ ଗଛ ଆଉ ସେଓ ଗଛ ସହ ଦେଖା କରିବାକୁ ଆସୁଥିଲେ, ଆଉ ଗଛ ମୂଳରେ ପାଣି ଢାଳି ତାଙ୍କର ଯତ୍ନ ନେଉଥିଲେ। ଆମ୍ବ ଗଛ କାଉକୁ କିଛି ନା କିଛି ଉପହାର ଦେଉଥିଲା। ଦିନେ କାଉ ଗୋଟେ ତାନ୍ତ୍ରିକ ପାଖକୁ ଗଲା। ତାନ୍ତ୍ରିକ ମା, ମୁଁ ଗୋଟେ ଜରୁରୀ କାମରେ ତୁମ ପାଖକୁ ଆସିଛି, ମତେ ସାହାଯ୍ୟ କର ତାନ୍ତ୍ରିକ ମା। ତା ବଦଳରେ ତୁମେ ଯାହା ଚାହିଁବ ମୁଁ ତୁମକୁ ସବୁ ଦେବି। ଆଚ୍ଛା, ଆଗ ତୋର ଇଚ୍ଛାଟା ତ କଣ କହ? ତାନ୍ତ୍ରିକ ମା, କିଛି ଗୋଟେ ଏମିତି କରନ୍ତୁ ଯେମିତି ମୁଁ ଆଉ ଜଣଙ୍କ ଯାଦୁ ଶକ୍ତି ପାଇପାରିବି। ସେମିତି ହେଲେ ନା, ଆପଣ ଯେତେ ଟଙ୍କା କହିବେ ମୁଁ ଆପଣଙ୍କୁ ସେତେ ଟଙ୍କା ଦେବି। ଠିକ ଅଛି, ତୁ ଯଦି ଟଙ୍କା ଦେବୁ, ମୁଁ ତତେ ଗୋଟେ ମନ୍ତ୍ର ଦେବି, ହେଲେ ସେଥିପାଇଁ ତତେ ଗୋଟେ କାମ କରିବାକୁ ପଡ଼ିବ। କଣ କାମ କରିବାକୁ ପଡ଼ିବ ତାନ୍ତ୍ରିକ ମା? ମୁଁ ତତେ ଗୋଟେ ମନ୍ତ୍ର ଶିଖେଇବି। ତୁ ଯାହାଠୁ ବି ଯାଦୁ ଶକ୍ତି ପାଇବାକୁ ଚାହୁଁଛୁ ତାକୁ କହିବୁ, ସେଇ ମନ୍ତ୍ର 3 ଥର କହିବ। ସେମିତି ହେଲେ ତା ଯାଦୁ ଶକ୍ତି ତୋର ହେଇଯିବ। ତାପରେ କାଉ ସେ ମନ୍ତ୍ର ଶିଖି ଆମ୍ବ ଗଛ ପାଖକୁ ଗଲା। ଆରେ ସାଙ୍ଗ କାଉ, ତୁ ଏବେ ମତେ ପାଣି ପିଇକି ଗଲୁ, ପୁଣି ଥରେ ମୋ ପାଖକୁ କାହିଁକି ଆସିଲୁ? ମାନେ ସାଙ୍ଗ, ମୁଁ ଗୋଟେ ଖୁସି ଖବର ନେଇ ତୋ ପାଖକୁ ଆସିଛି।
कौन खुशी खबर नहीं आसीचु काऊ सांग जल्दी कह। मु गोटे मंत्र जानी सांग तुमे जदि से मंत्र कहब ना तुम जादू शक्ति 2 गुणा बढ़ी जीव। तू सत कहूचु सांग ताहाले तो जल्दी मते से मंत्रटा कह। मो शक्ति 2 गुणा बढ़ी गले मु से सेव गछ ठारू भी आहुरी शक्तिशाली हेई जीबी भारी मजा हेबा मते से मंत्र कह। काऊ से मंत्र आंब गछ को कहिला। ए सब देखी सेव गछ मनरे संदेह होला। ना ना आंब गछ ए मंत्र जमा भी ठीक लागुनी तू ए मंत्र कहनी जदि तोर किछि क्षति हेई जीव ए काऊ ऊपर मोर जमा विश्वास नहीं। चुप कर मो जादू शक्ति 2 गुणा हेई जीव जानी तू मते ईर्षा करूचु ना। तू मते चाह कहले भी मु ए मंत्र कहिकी रहिबी। जेमिति आंब गछ से मंत्र कहिला तार सब जादू शक्ति काऊ पाखକୁ चली गला। पाई गली मु एबे आंब गछर सब जादू शक्ति पाई गली एबे मु चाहा इच्छा ता करि परिबी। हा हा हा। देखिलु तो आंब गछ लोभ करी तू निज जादू शक्ति हरई देलु आउ किछि समय पर तू ए दुनिया छाड़ी चली जीवो काहेकि ना परी कहिथिले जेबे आम जादू शक्ति चली जीव सेई दिन ही आम जीवन चली जीव। हाँ मोर भरी कथा माने अच्छी सतरे मु लोभ करी बहुत बड़ भूल कर देली एबे मोर कौन हेबा मते किए बंचेबा। एमिति कही आंब गछ कांदुथिला। सेही समय रे चढ़ई सेठा पसिला। आंब गछ तुमे एमिति कांदुच काहेकि? आंब गछ ता जादू शक्ति हरिबार पूरा कथा चढ़ई को कहिला। तुमे लोभ करी ठीक करिना आंब गछ काऊ भौणी भी तुमको मिछ कही ठीक करी नाहंती। आंब गछ तुमे आउ मन दुख करनी मु तुम जादू शक्ति फेरे आनिबार व्यवस्था करूची। एमिति कही चढ़ई काऊ को खोजिया पे चली गला। सेपटे काऊ जादू शक्ति पाई अनेक खुशी थिला। बाह बाह एबे मो पाखरे अनेक जादू शक्ति अच्छी मते आउ परिश्रम करबा को पड़िबनी एबे मु बसी बसी आराम रे खाइबा आनी खाइ परिबी। हारी हठात मो देहटा एते भारी भारी काहेकि लागुची मो पेट एमिति फुलुची काहेकि मो सह एमिति काहेकि होची मो कण आउ बंचिबिनी। सेते बेले चढ़ई काऊ पाखरे आसी पहुंचिला। हारी काऊ भौणी तुमर कौन हैला तुमी ठीक अछ तो? नाई चढ़ई मो जमा भी ठीक नाही मते लागुची मु आंब गछ पाखरु ता जादू शक्ति चोरी करी आनिथिले सेथिपाई बोधे मोर एमिति अवस्था हैला मु बोधे आउ बंचिबिनी। चढ़ई किछि गोटे कर। देखिलो काऊ भौणी लोभ करिबा जोगु तुमर आज कौन अवस्था हैला तुमे आउ टिके धैर्य धर मु तुमको एबे ही आंब गछ पाखକୁ नहीं जीबी। चढ़ई काऊ को धरी 2 गछक पाखକୁ गला। आंब गछ मोर भूल हेई गला मते क्षमा कर दियो तुमे तुम जादू शक्ति नहीं जाओ मोर जादू शक्ति दरकार नहीं मु मरिबाकू जाहुनी मते बंचाओ। काऊ तू आंब गछ पाखକୁ जाई से मंत्र को 3 थर कह आंब गछ ता पूर्व जादू शक्ति फेरी पाइब आउ तू भी सुस्थ हेई जीवु। तापरे चेष्टा करी काऊ आंब गछ पाखକୁ गला आउ से मंत्र को 3 थर कहिला। आंब गछ ता जादू शक्ति फेरी पाइला काऊ भी सुस्थ हेई गला से आउ दिने भी लोभ कला नाही। तापरे चढ़ई सह से निज घर को फेरिला। मामा काली रज तुमे मो पई केबे दोली तयारी करिबो? अरे माँ मु आग कामरू फेरी तापरे तो पई दोली तयारी करी देबी। नाई माँ मोर दोली खेलिबा को भारी इच्छा होची चल ना माँ मो पई एबे ही गोटे दोली तयारी करी दियो। अच्छा अच्छा चले मु काठ आउ दौड़ी नहीं जाउची तो पई दोली तयारी करी देबी। एइनी हेई गला तो दोली तू दोली रे खेउथा मु एबे काम को जाउची। अच्छा ठीक अच्छी माँ। तापरे माँ चढ़ी काम को गला कुनी दोली रे खेलुथिला। सेही समय रे काऊ छुआ ताकू देखिला से दोली को जोरी धक्का देई कुनी को नदी रे पकई देला। हा 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 पड़ी गला कुनी पानी रे पड़ी गला। आ मो गोड
ବଦମାସ ଚିକି, ମତେ ପାଣିରେ ପକେଇ ହସୁଛୁ। ଯଦି ମୁଁ ଏବେ ବୁଡି ଯାଇଥାନ୍ତି। ଆରେ ନା ନା କୁନି, ମୁଁ ତତେ ବୁଡିବାକୁ ଦେବିନି। ତୁ ବୁଡିଗଲେ ମୁଁ କାହା ସହ ଲାଗିବି କହିଲୁ? କାଉ ଛୁଆ ହସୁଥିଲା। କୁନି କୌଣସି ମତେ ପାଣିରୁ ବାହାରି କାନ୍ଦି କାନ୍ଦି ଘରକୁ ଗଲା। ପରଦିନ ସକାଳେ, ଶୁଣ ମା କୁନି, ତୁ ଆଜି ଜମା ବି ଚିକି ପାଖକୁ ଯିବୁନି। ତୁ ଯେବେ ବି ତା ପାଖକୁ ଯାଉ କାନ୍ଦି କାନ୍ଦି ଘରକୁ ଫେରୁ। ସବୁବେଳେ ତ କାନ୍ଦ ଦେଖି ମତେ ଜମା ଭଲ ଲାଗେନି। ମା, ମୁଁ କଣ ଜାଣି ଶୁଣି କାନ୍ଦେ? ପ୍ରତିଦିନ ଚିକି ମତେ ବହୁତ ହଇରାଣ କରେ। କାଲି ତ ସେ ମତେ ଦୋଳିରୁ ଠେଲି ପୋଖରୀ ପାଣିରେ ପକେଇଦେଲା। ମୁଁ ତ ତୁମକୁ ସବୁ କଥା କହିଥିଲି। ହଁ, ସେଥିପାଇଁ ତ କହୁଛି ତା ସହ ଜମା ମିଶିବୁନି। ତୋର ଯଦି ଖେଳିବାକୁ ଇଚ୍ଛା ହେବ, ତୁ ମିଟୁ ଭଉଣୀଙ୍କ ଝିଅ ଗୁଡିଆ ପାଖକୁ ଯିବୁ ଆଉ ତା ସହ ଖେଳିବୁ। ମିଟୁ ଭଉଣୀ ମୋ ସହ କାମ କରନ୍ତି। ସେ କହୁଥିଲେ ଗୁଡିଆ ଘରେ ଏକା ରହୁଛି। ଆଚ୍ଛା ଠିକ ଅଛି ମା, ମୁଁ ଏବେଠୁ ଗୁଡିଆ ସହ ଖେଳିବି। ତୁମେ ଆଉ ଚିନ୍ତା କରନି, ଏବେ କାମକୁ ଯାଅ। ଆରେ ଗୁଡିଆ ଦୋଳିରେ ଖେଳି ଖେଳି ପୋଡପିଠା ଖାଉଛି। ତା ପୋଡପିଠା ଦେଖି ମତେ ବି ଖାଇବାକୁ ଇଚ୍ଛା ହେଲାଣି। ମୁଁ ଏବେ ତା ପାଖକୁ ଯାଏ। ତୁ କଣ କଲୁ ଗୁଡିଆ? ମୁଁ ତ ପାଖକୁ ଆସୁ ଆସୁ ତୁ ତ ପୋଡପିଠା ଲୁଚେଇ ଦେଲୁ। ମୁଁ କଣ ତ ପୋଡପିଠା ଖାଇ ଦେଇଥାନ୍ତି? ହଁ, ମୁଁ ଜାଣେ ତୁ କେତେ ବଡ ଲୋଭୀ। ତମ ପୋଡପିଠା ଦେଖି ମୋ ପାଖକୁ ଖାଇବାକୁ ଆସିଛୁ। ତୁ ଯେତେବେଳେ କିଛି ଖାଉ ମତେ କଣ ଦେଉ? ତୁ ଯାହା କହିଲେ ବି ମୁଁ ତତେ ମୋ ପୋଡପିଠା ଦେବିନି। ଯା ଏଠୁ। ମୁଁ ଯେତେବେଳେ ଖାଇସାରିବି ତୁ ଏଠାକୁ ଆସିବୁ। ତୁ ମତେ ଏତେ ବଡ ଅପମାନ ଦେଲୁ। ତୁ ଏସବୁ କରି କିଛି ବି ଠିକ କରିନୁ। ତୁ ଖାଲି ଦେଖେ ମୁଁ କେମିତି ଅପମାନର ପ୍ରତିଶୋଧ ନେଉଛି। ତାପରେ କାଉ ମିଟୁ ଛୁଆ ଉପରେ ନଜର ରଖିଲା। କିଛି ସମୟ ପରେ ମିଟୁ ଛୁଆ ପାଣି ପିଇବା ପାଇଁ ଘର ଭିତରକୁ ଗଲା। ସେତେବେଳେ କାଉ ଛୁଆ ତା ଦୋଳି ପାଖକୁ ଗଲା ଆଉ ସେ ଦୋଳିକୁ ଅଳ୍ପ କାଟି କହିଲା, ମତେ ଅପମାନ ଦେଇ କିଛି ବି ଠିକ କଲୁନି ଗୁଡିଆ। ଏବେ ତୁ ଯେତେବେଳେ ଦୋଳିରେ ବସିବୁ ମଜା ପାଇବୁ। ତାପରେ କାଉ ଛୁଆ ହସି ହସି ସେଠାରୁ ଚାଲିଗଲା। କିଛି ସମୟ ପରେ ମିଟୁ ଛୁଆ ଆସି ଦୋଳିରେ ବସିଲା। ସେ ଦୋଳି ଖେଳିବା ସମୟରେ ଦୋଳିଟି ଛିଡ଼ିଗଲା ଆଉ ମିଟୁ ଛୁଆ କଚାଡ଼ି ହେଇ ତଳେ ପଡ଼ିଗଲା। ମୋ ଅଣ୍ଟା ଭାଙ୍ଗିଗଲା। ମୁଁ ଆଗରୁ ଯେତେବେଳେ ଦୋଳି ଖେଳୁଥିଲି ସେତେବେଳେ ତ ଦୋଳି ଠିକ ଥିଲା। ହଠାତ୍ ଦୋଳି କେମିତି ଛିଡ଼ିଗଲା? ଆରେ ଗୁଡିଆ, ତୁ ଠିକ ଅଛୁ ତ? ମୁଁ ଆସିବା ସମୟରେ ଦେଖିଲି ତୁ ଦୋଳିରୁ ପଡ଼ିଗଲୁ। ଏସବୁ କେମିତି ହେଲା? କୁନି, ମୁଁ ଠିକ ଅଛି। ମତେ ଲାଗୁଛି ସବୁ କାମ ଚିକିର। ମୁଁ ତାକୁ ପୋଡପିଠା ଦେଇନଥିଲି ତ ସେ ମୋ ସହ ଏମିତି କରିଥିବ। ତୁ ଆଉ ମନ ଦୁଃଖ କରନି। ଚାଲ ଆମେ ବୁଲିବାକୁ ଯିବା। ସମସ୍ତେ ଦୋଳି ତିଆରି କରି ଖେଳୁଛନ୍ତି। ଚାଲେ ଆମେ ବି ସମସ୍ତଙ୍କ ସହ ଖେଳି ଆସିବା। ଆଚ୍ଛା ଠିକ ଅଛି, ଚାଲ ଯିବା। ଆରେ ଏମାନେ ସାଙ୍ଗ ହେଇ କୁଆଡେ ଯାଉଛନ୍ତି? ମୁଁ ବି ଯାଇ ଦେଖେ। ସେ ଦୁଇ ଜଣଙ୍କ ପଛରେ ଆସି ଭୁଲ କରିଦେଲେ। ଆକାଶକୁ ଦେଖି ଲାଗୁଛି ଏବେ ହିଁ ବର୍ଷା ଆରମ୍ଭ ହେଇଯିବ। ଶୀଘ୍ର ଆଶ୍ରୟ ପାଇଁ ଜାଗା ଖୋଜେ। ଆରେ କହୁ କହୁ ବର୍ଷା ଆରମ୍ଭ ହେଇଗଲା। ଆଗରେ ଗୋଟେ ଫୁଲ ଘର ଦେଖା ଯାଉଛି। ମୁଁ ସେ ଘରକୁ ଯାଏ। କୁନି, ଆସୁ ଆସୁ ହିଁ ବର୍ଷା ଆରମ୍ଭ ହେଇଗଲା। ଏବେ ଆମେ କେମିତି ଘରକୁ ଯିବା? ସେପଟେ ଦେଖେ, ଚିକି ଫୁଲ ଘର ପାଖକୁ ଯାଉଛି। ଚାଲ ଆମେ ବି ସେଠାକୁ ଯିବା। ବେଶୀ ସମୟ ବର୍ଷାରେ ଭିଜିଲେ ଆମ ଦେହ ଖରାପ ହେଇଯିବ। ବର୍ଷା ଟିକେ କମିଯାଉ, ତାପରେ ଆମେ ଘରକୁ ଯିବା। ଏମିତି କଥା ହେଇ କୁନି ଆଉ ଗୁଡିଆ ସେ ଫୁଲ ଘର ପାଖକୁ ଗଲେ। ସେମାନେ ପହଞ୍ଚିବା ଆଗରୁ ଚିକି ଆଗ ଘର ଭିତରକୁ ଚାଲିଗଲା ଆଉ ସେ ଘରର କବାଟ ବନ୍ଦ ହେଇଗଲା। ଆରେ ଚିକି, କବାଟ କାହିଁକି ବନ୍ଦ କଲୁ? ଖୋଲ, ଆମେ ବି ଭିତରକୁ ଯିବୁ। କୁନି, ବର୍ଷା ପାଇଁ ସେ ଆମ କଥା ଶୁଣି ପାରୁନଥିବ। ତୁ ଝରକା ପାଖକୁ ଯାଇ ତାକୁ ଡାକେ। ଝରକା ବି ବନ୍ଦ ହେଇଗଲା। ମତେ ଘର ଜମା ବି ଠିକ ଲାଗୁନି। ଚିକି ନିଶ୍ଚୟ ବିପଦରେ ଅଛି। ମୁଁ ଏବେ ତା ବାପା ମାଙ୍କ ପାଖକୁ ଯାଏ ଆଉ ତାଙ୍କୁ ସବୁ କଥା କୁହେ। ହେଲେ କୁନି, ଏତେ ବର୍ଷାରେ ଆମେ ଚିକିର ଘରକୁ କେମିତି ଯିବା? ତୁ ଚିକିକୁ ଛାଡେ। ଚାଲ ଆମେ ଆଶ୍ରୟ ପାଇଁ ଆଉ ଏକ ଜାଗା ଦେଖିବା। ନାଇଁ ଗୁଡିଆ, ଏମିତି କହନି।
ଚିକି ଆମକୁ ଅନେକ ହଇରାଣ କରିଛି ସତ, କିନ୍ତୁ ତାକୁ ଏମିତି ବିପଦରେ ଛାଡ଼ି ଯିବାଟା ଠିକ୍ ହେବନି। ଚାଲ ଏବେ ହିଁ ତା ଘରକୁ ଯିବା। କେତେ ଜୋରେ ବର୍ଷା ହେଉଛି। ଏ ଝିଅଟା କୋଉଠି ରହିଗଲା କେଜାଣି? ତାକୁ ଖେଳିବା ପାଇଁ ବାହାରକୁ ଯିବା କହିବାଟା ହିଁ ମୋର ଭୁଲ ହେଇଗଲା। ତୁ ଏ କ'ଣ କହୁଛୁ କୁନି? ମୋ ଝିଅ ଚିକି ଫୁଲ ଘରେ ବନ୍ଦୀ ହେଇଯାଇଛି। ତୁ ମିଛ କହୁନୁ ତ? ନାଇଁ ଅଙ୍କଲ, ମୁଁ ମିଛ କହୁନି। ଏବେ ତ ବର୍ଷା ଛାଡ଼ିଗଲାଣି। ତୁମେ ମୋ ସାଙ୍ଗରେ ଚାଲ, ନିଜେ ସବୁ କଥା ଜାଣିପାରିବ। ଆରେ ଶୁଣ ନା, କୁନି ଏତେ ବର୍ଷାରେ ଭିଜି ଭିଜି ଆମ ପାଖକୁ ଆସିଛି। ଏମିତିରେ ବି ଆମ ଝିଅ ଘରେ ନାହିଁ। ଚାଲ ନା ଥରେ ସେଠାକୁ ଯାଇ ଦେଖି ଆସିବା। କୁନି, ଆମେ ତ କଥାରେ ପଡ଼ି ଏଠାକୁ ଚାଲି ଆସିଲୁ, ହେଲେ ମୋତେ ଲାଗୁନି ସେ ଫୁଲ ଘରେ ଥିବ। ଅଙ୍କଲ, ମୁଁ ମିଛ କହୁନି। କୁନି ଏଇ ଘର ଭିତରକୁ ଯାଇଥିଲା। ସେ ଘର ଭିତରକୁ ଯିବା ପରେ ପରେ ହିଁ ଝରକା କବାଟ ବନ୍ଦ ହେଇଗଲା। ତେବେ ଠିକ୍ ଅଛି, ମୁଁ ଏବେ ଘର କବାଟ ବାଡ଼ଉଛି। ନା, ଏବେ ମୋର ବି ବିଶ୍ୱାସ ହେଉନି। ମୋ ଝିଅ ଯଦି ଏ ଘର ଭିତରେ ଥାନ୍ତା, ସେ ଶବ୍ଦ ଶୁଣି ଘର ବାହାରକୁ ନିଶ୍ଚୟ ଆସିଥାନ୍ତା। ନହେଲେ ସେ କିଛି ଶବ୍ଦ ତ କରିପାରିଥାନ୍ତା। ଏବେ ବୁଝିଲୁ ମୁଁ କ'ଣ ପାଇଁ ଏ କୁନିକୁ ରାଗୁଥିଲି। ଏବେ ମୁଁ ଏ କୁନିକୁ ଶାସ୍ତି ଦେବି। ମତେ ବିଶ୍ୱାସ କର, ମୁଁ ମିଛ କହୁନି। ଆରେ କ'ଣ ହେଲା? ତମେ ମାନେ ଏଇ ଛୋଟ ଝିଅଟିକୁ ଏମିତି ରାଗୁଛ କାହିଁକି? ଏ କୁନି ମାଡ଼ ଖାଇବାର ହିଁ ଯୋଗ୍ୟ। ସେ ଆମକୁ ମିଛ କହି ଏଠାକୁ ଡାକି ଆଣିଛି, ଆଉ ତୁମେ ଆସି ତା ସପକ୍ଷରେ କହୁଛ? ସେ କିଛି ବି ଭୁଲ କହୁନି। ଏ ଘରେ ଆଗରୁ ଗୋଟେ ତାନ୍ତ୍ରିକ ରହୁଥିଲା। ସେ ମରିବା ପରେ ଏ ଘର ଅଭିଶପ୍ତ ପାଲଟି ଯାଇଛି। ତମ ମାନଙ୍କ ଝିଅ ନିଶ୍ଚୟ ଏ ଘରେ ବନ୍ଦୀ ହେଇ ରହିଥିବ। ମୁଁ ମୋ ଶକ୍ତି ଦ୍ୱାରା ଚେଷ୍ଟା କରୁଛି ତମ ଝିଅକୁ ବାହାର କରିବା ପାଇଁ। ଏମିତି କହି ପରି ତା ଯାଦୁର ଲାଠି ଘରକୁ ଛୁଆଇଁ ଦେଲା। ସାଙ୍ଗେ ସାଙ୍ଗେ କବାଟ ଖୋଲିଗଲା। ଚିକି କାନ୍ଦି କାନ୍ଦି ବାହାରକୁ ଆସିଲା। ବାପା, ମା! ଏବେ ତମ ମାନଙ୍କର ବିଶ୍ୱାସ ହେଲା ମୋ ପାଖରେ ଯାଦୁର ଲାଠି ଥିଲା ବୋଲି ଆଜି ତମେ ମାନେ ନିଜ ଝିଅକୁ ଫେରି ପାଇଲ। ଆଉ ଗୋଟେ କଥା, ଛୋଟ ବୋଲି କାହାକୁ ଅବିଶ୍ୱାସ କରିବା ଠିକ୍ ନୁହଁ। ହଁ, ଆମେ ଅନେକ ବଡ଼ ଭୁଲ କରିଛୁ। ମା କୁନି, ଆମକୁ କ୍ଷମା କରିଦେ। ଆମେ ତତେ ବିଶ୍ୱାସ କରୁନଥିଲୁ, ହେଲେ ଆଜି ତୋ ପାଇଁ ହିଁ ଆମେ ଆମ ଝିଅକୁ ଫେରି ପାଇଲୁ। କୁନି, ତୁ ମତେ ବି କ୍ଷମା କରିଦେ। ଆଗରୁ ମୁଁ ତତେ ବହୁତ ହଇରାଣ କରିଛି, ତଥାପି ତୁ ସବୁ କିଛି ଭୁଲି ମୋ ଜୀବନ ରକ୍ଷା କଲୁ। ମୁଁ ଆଉ କେବେ ତତେ ହଇରାଣ କରିବିନି କି କାହା ସହ ଲାଗିବିନି। ମୁଁ ତୋର ସାଙ୍ଗ ହେବାକୁ ଚାହେଁ କୁନି। କୁନି ସମସ୍ତଙ୍କୁ କ୍ଷମା କରିଦେଲା। ସମସ୍ତେ ନିଜ ନିଜ ଘରକୁ ଫେରିଗଲେ। କୁନି ତାର ମାକୁ ସବୁ ଘଟଣା କହିଲା। ସେଦିନ ପରଠାରୁ କାଉଛୁଆ ପୁରାପୁରି ବଦଳିଗଲା। ସେ ଆଉ କାହାକୁ ବି ହଇରାଣ କଲା ନାହିଁ, ଆଉ ସମସ୍ତଙ୍କ ସହ ସାଙ୍ଗ ହିଁ ଖୁସିରେ ରହିଲା।